ହଉ ସାଙ୍ଗମାନେ, ସବୁ ସାଙ୍ଗମାନଙ୍କୁ ମୋର ଜୁହାର। ମୁଁ ଏବେ ସେ ପାହାଡ଼ ଉପରୁ କଷି କଷି ଆସିଲି, ତଳ ପେଜକୁ ପଳେଇ ଆସିଲି। ସେ ପାହାଡ଼ରେ ଫୁଲ ସବୁ ଗଛ ଏଭେଲେବୁଲ୍ ଅଛି, କିନ୍ତୁ ଗୋଟେ ଗଛ ପାହାଡ଼ରେ ଦିଶୁନାହିଁ। କାହିଁକି? ସେ ଗଛ ବର୍ତ୍ତମାନ ପାଇଁ ଲୋପ ପାଇଗଲା ବୋଧେ। ସେ ଗଛ ତା ନାଁ ଜାଣିନି। ଆପଣମାନଙ୍କୁ ସେ ଗଛ ବିଷୟରେ, ସେ ଗଛଟାକୁ ପାଇଲି ଗୋଟେ ଜାଗାରେ, ଏଇଟା ଦେଖେଇବି ଆପଣମାନଙ୍କୁ। ଚାଲନ୍ତୁ ଯିବା ଗଛ ପାଖକୁ। ଏଇ ଯେଉଁ ଆପଣ ଗଛ ଦେଖୁଛନ୍ତି, ଏଇ ଯେଉଁ ଗଛ ଦେଖନ୍ତୁ, ଏ ଗଛ ନାଁ କ'ଣ ଆପଣମାନେ କହିବେ ଟିକେ? ଆପଣମାନଙ୍କୁ ଏ ଡାଳ ବି ଦେଖଉଛି। ଏ ଗଛ ବହୁତ ବଡ଼ ହେବ। ଏବେ ଛୋଟ ଗଛ, ଏଇଟା ଗୋଟେ ଯତ୍ନ କରିକି ଲଗା ହେଇଛି। ଏ ଗଛର ନାଁ କ'ଣ କମେଣ୍ଟ ମାଧ୍ୟମରେ ଆପଣମାନେ ଜଣାଇବେ। ମୁଁ ଏ ଗଛର ନାଁ ଜାଣିନି, କିନ୍ତୁ ଏ ଗଛ ବହୁତ ମୂଲ୍ୟବାନ ଗଛ। ଏ ଗଛ, ଏ ଡାଳ ଦେଖ, ଆପଣମାନେ ଏ ଡାଳ ଦେଖିକି ଚିହ୍ନି ପାରୁଥିବେ। କମେଣ୍ଟ ମାଧ୍ୟମରେ କୁହନ୍ତୁ। ଏ ଗଛ ନାଁ ମୁଁ ଜାଣିନି, କିନ୍ତୁ ଏ ଗଛ ବହୁତ ମୂଲ୍ୟବାନ ଗଛ। ଏ ଗଛ ମେଡ଼ିସିନ୍, ଏ ଡାଳରୁ, ଚେରରୁ ଆଉ ତାର ଚୋପାରୁ ସବୁ ମେଡ଼ିସିନ୍ ହେଉଛି। ବହୁତ ମେଡ଼ିସିନ୍ ହେଉଛି। ଏଇଟା ଦାମିକିଆ ଗଛଟା। ଏଇ ଗଛ ସେ ପାହାଡ଼ ଉପରେ ଗୋଟେ ବି ନାହିଁ। ଆଉ ତଳ ପେଜରେ ଆସିଲି, ଗୋଟେ ହିଁ ଏ ଜାଗାରେ ଅଛି। ଏ ଜାଗାରେ ଏଇଟା ଲଗା ହେଇଛି, ଯତ୍ନରେ ରଖା ହେଇଛି। ତେଣୁକରି ଏ ଗଛଟା ଅଛି। ଆଉ ପାହାଡ଼ ଜାଗାରେ ତ ଟୋଟାଲି ନାହିଁ ଏ ଗଛ। ମୁଁ ଦେଖି ସାରିଲିଣି, ଖୋଜି ଖୋଜି ଆସିଲି। ବର୍ତ୍ତମାନ ଏଠି ପାଇଲି ତା ଗଛ। ଏ ଗଛ ନାଁ ମୋତେ ଜଣା ନାହିଁ। ଆପଣମାନେ ଦୟାକରି କମେଣ୍ଟ ମାଧ୍ୟମରେ କୁହ। ବୁଲି ବୁଲି ଯାଉଛି, ଦେଖେଇବି। ଆଉ ଗୋଟେ ଦୃଶ୍ୟ ଦେଖେଇବି ଆପଣମାନଙ୍କୁ। ଭଲ ଚାଷୀ ଭାଇମାନଙ୍କୁ ମୋର ଏତିକି ଅନୁରୋଧ, ସେ ଗଛଟିକୁ ଦେଖେଇବି। ବହୁତ ମୂଲ୍ୟ ଗଛ। ସେ ଗଛର ନାଁ କ'ଣ ପାଖକୁ ଗଲେ ଦେଖେଇବି। ଦେଖନ୍ତୁ କେମିତି ତାର ଫଳ କେମିତି ଅଛି, ରଙ୍ଗ ହେଇକି ଅଛି। ସେ ଫଳ ବହୁତ ରେଟ୍, ଦାମିକିଆ ଗଛଟା। ଏ ଗଛର ନାଁ କ'ଣ ପାଖକୁ ଗଲେ ଜଣାପଡ଼ିବ। ଏଇ ଦେଖନ୍ତୁ, ଏଇ ଗଛର ନାଁ ଝାପ୍ରା ବୋଲି କହୁଛନ୍ତି। ଝାମ୍ପ୍ରା, ଏଇଟା ବହୁତ ମୂଲ୍ୟ ଆଜ୍ଞା। ଏଇଟା ସବୁ ଚାଷୀ ଭାଇମାନଙ୍କୁ ଅନୁରୋଧ କରୁଛି, ଏଇ ଗଛ ଲଗାନ୍ତୁ। ଆର କିଲୋ ପିଛା 250ରୁ 200 ଭିତରେ ଅଛି। ଏ ଗଛ 3 ବର୍ଷରେ ଫଳ ଆରମ୍ଭ ହେବ। ଏଇଟା 2 ବର୍ଷର ଗଛ, କିନ୍ତୁ 3 ବର୍ଷରୁ ବହୁତ ଫଳ ହେବ। ଦେଖନ୍ତୁ ଆଜ୍ଞା କେମିତି ଫଳିଛି, ବହୁତ ମଜାରେ ଅଛି। ଏ ଭିତରେ ରଙ୍ଗ ମଞ୍ଜି ଅଛି। ଆପଣମାନଙ୍କୁ ଦେଖେଇବି। ଏ ଦେଖନ୍ତୁ କଲର୍, ପୁରା ରେଡ଼୍ କଲର୍, ହାତ ଯାକ ସବୁ ଲାଗୁଛି। ଦେଖନ୍ତୁ ଆଜ୍ଞା, ଏଇଟା ବହୁତ ମୂଲ୍ୟ, ପୁରା କଲର୍ ହେଇଗଲାଣି। ଏ ଗଛକୁ ଝାମ୍ପ୍ରା ଗଛ କୁହନ୍ତି। ମୁଇଁ ସବୁ ସାଙ୍ଗମାନଙ୍କୁ ଅନୁରୋଧ କରୁଛି, ଏଇ ଗଛ ହିଁ ଲଗାନ୍ତୁ, ପ୍ଲାଣ୍ଟେସନ୍ କରନ୍ତୁ। ଭଲ ପଇସା, ବହୁତ ବି ଦାମିକିଆ ଗଛ। ଏ ଗଛ ଆପଣମାନେ ଯଦି ପାଉନାହାନ୍ତି, ଆପଣ ନର୍ସରୀକି ଯାଆନ୍ତୁ, ସେଇଠି ପାଇବେ। ଏ ଗଛ ତାଙ୍କେ ଚାରା ବନାଉଛନ୍ତି, ଚାରା ମାଗିଲେ ମଧ୍ୟ ଦେବେ। ସେଇ ଗଛ ବହୁତ ସଂଖ୍ୟାରେ ଲଗାନ୍ତୁ, ଭଲ ପଇସା ପାଇବେ, ଭଲ ରୋଜଗାର ହେବ। ଏବଂ କାଜୁଠୁ ମଧ୍ୟ ଅଧିକା ରେଟ୍। ଏଇ ଗଛ ବହୁତ ସୁନ୍ଦର ଗଛ। ଦେଖନ୍ତୁ, ଚିହ୍ନନ୍ତୁ, ଜାପରା ଗଛ। ଏଇ ଜାପରା ଗଛ ବହୁତ ଫଳ ବି ହେଇଛି। 2 ବର୍ଷର ଗଛ, ଏଇଟା 2 ବର୍ଷର ଗଛ। ଦେଖନ୍ତୁ କେତେ ଫଳ ଅଛି। ଦେଖନ୍ତୁ ଝୁମ୍ପା ହେଇକି ଫଳ। ଏ ଫଳ ଦେଖ, ଭଲ ଭାବରେ ଦେଖନ୍ତୁ। ଦୟାକରି ଆପଣମାନଙ୍କୁ କହୁଛି, ଏ ଗଛ ଲଗାନ୍ତୁ, ଭଲ ପଇସା ଇନକମ୍ ହେବ ଏବଂ ବହୁତ ସୁବିଧାରେ ମଧ୍ୟ ବଞ୍ଚିଯିବ। ଏ ଗଛ ଲଗାଇଲେ ମରିବାର ନାହିଁ, କିନ୍ତୁ ଟିକେ ଯତ୍ନ ରଖିବେ। ଛେଳି ଗାଈଗୋରୁ ଟିକେ ଯତ୍ନ କଲେ ଆରାମସେ 2 ବର୍ଷ ଭିତରେ ଫଳ ହେବ। ତେଣୁ ଆପଣମାନଙ୍କୁ ଏତିକି ଅନୁରୋଧ, ଏଇ ଗଛ ହିଁ ଲଗାନ୍ତୁ, ବହୁତ ଇନକମ୍ କରନ୍ତୁ। ଏତିକି କହି
ଆପଣମାନଙ୍କୁ ଆଉ ମୋ ଚ୍ୟାନେଲ୍ ହେଉଛି ଜଙ୍ଗଲ ପରିବେଶ। ଜଙ୍ଗଲ ପରିବେଶକୁ ଯଦି ଭଲ ପାଉଥିବ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ମୁଁ ଆପଣମାନଙ୍କୁ ଭଲ ଭଲ ଦୃଶ୍ୟ ଦେଖେଇବି। କେଉଁ ଗଛ କ'ଣ କେତେ ରେଟ୍, କ'ଣ କେଉଁ ଗଛ ଲଗେଇଲେ କେତେ ଇଏରେ ବଢ଼ିବ, କେତେ ବର୍ଷର ଫଳ ହେବ, ସବୁକିଛି ମୁଁ କହିଦେବି। ଆଉ ଏତିକି କହି ମୋର ଭିଡ଼ିଓଟାକୁ ସମାପ୍ତ କରୁଛି। ନମସ୍କାର।